आज ମୁଁ ଆପଣମାନଙ୍କ ସହ ସେୟାର କରିବି ପୋଟଳ ଏବଂ ସୋୟାବିନର ବହୁତ ବଢ଼ିଆ ଗୋଟେ ରେସିପି। ସୋୟାବିନକୁ ଆପଣମାନେ ଦେଖିପାରୁଥିବେ, ସୋୟାବିନର ଗୋଟେ ବଢ଼ିଆ କିମା ମସଲା ହେଇଛି, ଯେଉଁଟା ଆମେ ପୋଟଳ ଦେହରେ ଷ୍ଟଫିଂ ଦେଇକି ବନେଇବା ବହୁତ ବଢ଼ିଆ ଗୋଟେ ଗ୍ରେଭି, ଯାହାକୁ ଆପଣମାନେ ଭାତ ରୁଟି ସବୁଥିରେ ଖାଇପାରିବେ। ଆଉ ଏହାର ଟେଷ୍ଟଟା ବହୁତ ହି ବଢ଼ିଆ ରହିଛି। ନମସ୍କାର, ମୁଁ ପ୍ରିୟଦର୍ଶିନୀ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଚାଲନ୍ତୁ ରେସିପିଟିକୁ ଷ୍ଟାର୍ଟ କରିବା। ତ ଆଜିର ଏହି ରେସିପିକୁ ଦେଖିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରଥମେ ମୁଁ ଏଇଠି ଗୋଟେ ସସ୍ପେନ୍ରେ ବା ଚା ପ୍ୟାନ୍ରେ ମୁଁ ଏଠି ଅଳ୍ପ କିଛି ପାଣି ଗରମ କରିନେଇଥିଲି। ଆଉ ଏହି ଗରମ ପାଣିରେ ଆଡ଼୍ କରୁଛି ଗୋଟେ ଫୁଲ୍ ବାଉଲ୍ ସୋୟାବିନ୍। ଏଇଠି ମୁଁ ମିଡ଼ିୟମ୍ ସାଇଜ୍ର ସୋୟାବିନ୍ ନେଇଛି, ଆପଣମାନେ ବଡ଼ ଛୋଟ ଯେକୌଣସି ସାଇଜ୍ର ସୋୟାବିନ୍ ନେଇପାରିବେ। ଏବଂ ଉଷୁମ ପାଣିରେ ଆକୁ କିଛି ସମୟ ଫୁଟେଇ ନେବେ, ଯେମିତିକି ସୋୟାବିନ୍ ଗୁଡ଼ାକ ବଡ଼ ବଡ଼ ଆକାରର ହେଇଯିବ। ସୋୟାବିନ୍ସ ହେବା ଭିତରେ ଏଇଠି ଦେଖନ୍ତୁ ମୁଁ କିଛି ପୋଟଳ ନେଇଯାଇଛି। ଆଉ ପୋଟଳ ସାଇଜ୍ ଦେଖିପାରୁଥିବେ ପୁରା ଲମ୍ବା ଲମ୍ବା ପିସ୍ ଅଛି। ଆଉ ଯଦି ବି ଆପଣମାନଙ୍କ ପାଖରେ ଲମ୍ବା ଲମ୍ବା ପିସ୍ର ପୋଟଳ ନାହିଁ, ତାହେଲେ ଆପଣମାନେ ଛୋଟ ଛୋଟ ପୋଟଳ ମଧ୍ୟ ନେଇପାରିବେ। ଏଇଠି ମୁଁ କିଛି ଲମ୍ବା ପିସ୍ର ନେଇଛି, ଆଉ ଆପଣମାନଙ୍କ ସହ ସେୟାର କରିବା ପାଇଁ କିଛି ଛୋଟ ପିସ୍ର ପୋଟଳ ନେଇଛି। ଏବେ ଏଇଠି ଦେଖିପାରୁଥିବେ ଗୋଟେ ସ୍ପୁନ୍ ନେଇଛି, ଯାହାର ବ୍ୟାକ୍ଟା ଏଇଭଳି ଡିଜାଇନ୍ ହେଇପାରୁଥିବ, ଯାହାଫଳରେ କି ଆମକୁ ପୋଟଳ ଭିତର ଷ୍ଟଫିଂ ଗୁଡ଼ାକ କୋରିବା ପାଇଁ ସହଜ ହେବ। ଏବେ ଦେଖନ୍ତୁ ଏହି ଷ୍ଟଫିଂକୁ ମୁଁ ଏମିତି ବୁଲେଇ ବୁଲେଇକି ସ୍ପୁନ୍କୁ କୋରି ନେଇଛି। ଆଉ ଷ୍ଟଫିଂ ଗୁଡ଼ାକ ବାହାର କରିନେଇ ସାରିଲା ପରେ ପୋଟଳ ଭିତର ଦେଖିପାରୁଥିବେ ପୁରା ପରିଷ୍କାର ଦେଖାହେଉଛି। ଆଉ ଗୋଟେ ପୋଟଳକୁ ବି ମୁଁ ଆପଣମାନଙ୍କୁ କୋରିକି ଦେଖାଉଛି। ଦେଖନ୍ତୁ ପ୍ରଥମେ କ'ଣ କରିବେ ନା, ସ୍ପୁନ୍ର ବ୍ୟାକ୍ରେ ଆମର ପୋଟଳଟାକୁ ଏମିତି ଘୁରେଇକିନା ତାର ଷ୍ଟଫିଂ ଯାହା ବି ଅଛି ବା ପୁର ଅଛି ସେସବୁକୁ ଆପଣମାନେ କୋରି ନେବେ। କୋରି ନେଇ ସାରିଲା ପରେ ଦେଖିପାରୁଥିବେ ପୋଟଳ ଭିତରେ ଏକଦମ ପରିଷ୍କାର ରହିଛି। ସେମ୍ ୱେରେ ସବୁ ପୋଟଳର ପୁର ଗୁଡ଼ାକ ଏଇଠି କୋରିକି ବାହାର କରିନେଇଛି। ଆଜିର ଇଣ୍ଟରେଷ୍ଟିଂ ଜିନିଷ ହେଉଛି, ଆଜି ଏ ଯେଉଁ ପୋଟଳର କୋରା ମୁଁ ବାହାର କରିନେଇଛି, ସେଇଟାକୁ ମୁଁ ଆଦୌ ବି ୟୁଜ୍ କରିବିନି। ୟାକୁ ମୁଁ ଆଗକୁ ଭିଡ଼ିଓରେ କ'ଣ କରୁଛି କ'ଣ ନାହିଁ ଆପଣମାନେ ଭିଡ଼ିଓକୁ ଫାର୍ଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ତ ଏଇଠି ଦେଖନ୍ତୁ ମୁଁ ପୋଟଳ ତ ସବୁ ଗୁଡ଼ା କୋରି ନେଇଛି। ଏହା ଭିତରେ ଆମର ସୋୟାବିନ୍ସ ଗୁଡ଼ାକୁ ବି ଫୁଲିକି ବଢ଼ିଆ ସେ ଆମର ସଫ୍ଟ ହେଇଯାଇଛି। ଏବେ କ'ଣ କରିବା ନା, ଏଇ ଯେଉଁ ଉଷୁମ ପାଣିକୁ ମୁଁ ବାହାର କରିନେଉଛି ବା ଡ୍ରେନ୍ କରିନେବି। ଆଉ ଏଥିରେ ଦେଇଦେବି କିଛି ଥଣ୍ଡା ପାଣି। ଆପଣମାନେ ଏଇ ସୋୟାବିନ୍କୁ 2ରୁ 3 ଥର ପ୍ରଥମେ ଧୋଇ ନେବେ, କାରଣ କ'ଣ ହୁଏ ନା, ଆପଣମାନଙ୍କର ଉପରର ସୋୟାବିନ୍ସ ଗୁଡ଼ାକ ଥଣ୍ଡା ଲାଗେ, କିନ୍ତୁ ଚିପୁଡ଼ିଲା ବେଳେ ତା ଭିତରେ ଯେଉଁ ଗରମ ପାଣି ଥାଏ ସେଇଟା ହାତରେ ଲାଗିଯାଏ। ତ ସେଥିପାଇଁ ସୋୟାବିନ୍ସ ଗୁଡ଼ାକୁ 2ରୁ 3 ଥର ଥଣ୍ଡା ପାଣିରେ ଧୋଇ ନେବେ। ତାପରେ ଚିପୁଡ଼ିକି ଏଇଭଳି ଭାବରେ ଆପଣମାନେ ବାହାର କରିନେବେ। ଏବେ ସେଇ ଯେଉଁ ଚିପୁଡ଼ିକି ରଖିଥିବା ସୋୟାବିନ୍ସକୁ ମୁଁ ଏଇଠି ଗ୍ରାଇଣ୍ଡରରେ ଦେଇଦେଉଛି ଏବଂ ତା ସହିତ ଦେଇଦେଉଛି 3ଟି କଞ୍ଚା ଲଙ୍କା ଏବଂ ଅଳ୍ପ କିଛି ଜିରା। ଏସବୁ କ'ଣ କରିବା ନା, ଆମେ କ୍ରସ୍ କରି ନେଇ ଆସିବା ବା ଗ୍ରାଇଣ୍ଡ କରି ନେଇ ଆସିବା। ଆପଣମାନେ ପୁରା ଫାଇନ୍ ପେଷ୍ଟ ବନେଇବେନି, ଟିକେ କ୍ରସ୍ ଟାଇପ୍ର ରଖିବେ। ତ ଏବେ ଚାଲନ୍ତୁ ଷ୍ଟଫିଂ ପ୍ରସ୍ତୁତ କରିବା। ତ ଷ୍ଟଫିଂ ପାଇଁ ମୁଁ ଏଠି ପ୍ୟାନ୍ରେ ଦେଇଦେଉଛି 2 ଚାମଚ ସୋରିଷ ତେଲ। ଆପଣମାନେ ଚାହିଁଲେ ରିଫାଇନ୍ ତେଲ ୟୁଜ୍ କରିପାରିବେ। ତ ତେଲ ଭଲସେ ଗରମ ହେଇସାରିଲା ପରେ ଏଥିରେ ଦେଇଦେବା ଅଧ ଚାମଚ ଜିରା। ଜିରା ଦେଇସାରିଲା ପରେ ମୁଁ ଏଥିରେ ଦେଇଦେଉଛି କାଟି ରଖିଥିବା ପିଆଜକୁ ପୁରା ଗୁଣ୍ଡ କରିକି କାଟି ନେବେ। ତ ଏଇଠି ଦେଖନ୍ତୁ ପିଆଜକୁ ଆମେ ହାଲକା ଟିକେ ନରମ ହେବା ଯାଏ ଭାଜି ନେବା। ତ ଏଇଠି ଗୋଟେ ଫାଳ ପିଆଜ ମୁଁ ଦେଇଛି, ଆର ଫାଳଟା ମୁଁ ଗ୍ରେଭି ପାଇଁ ରଖିଛି। ତ ଏବେ ଦେଖନ୍ତୁ ଅଳ୍ପ କିଛି ରସୁଣ ଦେଇଦେବା। ଆଉ ରସୁଣକୁ ବି ମଧ୍ୟ ସେମ୍ ୱେରେ ଛୋଟ ଛୋଟ ପିସ୍ରେ କାଟି ନେଇଛି। ଆଉ 2 ଚାମଚ ଏଠି ମୁଁ ରସୁଣ ଦେଇଛି। ଏବେ ଏଇ ଦୁଇଟାକୁ ଭଲ ଭାବରେ ଟିକେ ଭାଜି ନେବା। ଭାଜି ନେଇ ସାରିଲା ପରେ ଆମେ ଯେଉଁ ଗ୍ରାଇଣ୍ଡ କରି ରଖିଥିଲେ ସୋୟାବିନ୍ସକୁ ସେଥିରେ ଏବେ ଆମେ ଆଡ଼୍ କରିନେବା। ତାପରେ କିଛି ମସଲା ପାଉଡ଼ର ଦେବା, ଯେମିତିକି ଧନିଆ ପାଉଡ଼ର, କାଶ୍ମୀରୀ ଲଙ୍କା ପାଉଡ଼ର, ହଳଦୀ ପାଉଡ଼ର ଏବଂ ସ୍ୱାଦ ଅନୁସାରେ ଲୁଣ। ଏଠି ମୁଁ ଜିରା ପାଉଡ଼ର ୟୁଜ୍ କରିନି, କାରଣ ମୁଁ ଏଥିରେ ଜିରା ପକାଇଥିଲି। ଜିରା ମଧ୍ୟ ଆମେ ଏଥିରେ ବାଟିଥିଲେ, ତ ସେଥିପାଇଁ ଜିରା ପାଉଡ଼ର ୟୁଜ୍ କରିନି। ଏବେ ୟାକୁ ଭଲ ଭାବରେ ଆମକୁ ଭାଜି ନେବାର ଅଛି। ଆପଣମାନେ ଯେକୌଣସି ସୋୟାବିନ୍ସର ତରକାରୀ କରୁଥିବେ, ଦେଖିବେ ସୋୟାବିନ୍ସକୁ ପ୍ରଥମେ ଆପଣମାନେ ଭାଜି ନିଅନ୍ତି। ତ ସେମ୍ ପ୍ରୋସେସ୍ରେ ଆମର ଏଇ କିମା ମସଲାକୁ ମଧ୍ୟ ତେଲରେ ଭଲ ଭାବରେ 5ରୁ 7 ମିନିଟ୍ ଭାଜି ନେବା। ଯେତେ ବଢ଼ିଆ ସେ ଭାଜିବେ ତାର ଗୋଟେ ବଢ଼ିଆ ବାସ୍ନା ଆସିବ, କଞ୍ଚାଳିଆ ଜମା ବି ଲାଗିବନି। ଏର କିମାଟା ବହୁତ ହି ଟେଷ୍ଟ ଲାଗିବ। ତାପରେ ଲାଷ୍ଟରେ ମୁଁ ଏଥିରେ କିଛି କସ୍ତୁରୀ ମେଥିକୁ ହାତରେ କ୍ରସ୍ କରିକି ଦେଇଦେଉଛି, ବହୁତ ବଢ଼ିଆ ବାସ୍ନା ପାଇଁ। ଆପଣ ଏହା ଜାଗାରେ ଧନିଆ ପତ୍ର ମଧ୍ୟ ଦେଇପାରିବେ। ଏବେ ୟାକୁ ଥଣ୍ଡା ହେବା ପାଇଁ ଛାଡ଼ିବା। ତ ଆମର ଏଇଠି କିମା ମସଲା ଥଣ୍ଡା ହେବା ଭିତରେ ମୁଁ ଗୋଟେ ମସଲା ରେଡ଼ି କରୁଛି, ଯେଉଁଟାକି ଆମର ଗ୍ରେଭି ପାଇଁ ଫାଳେ ପିଆଜ, ଗୋଟେ ଟମାଟୋ, ଅଳ୍ପ କିଛି ଅଦା ଏବଂ ଅଳ୍ପ କିଛି ରସୁଣ, ଏଟାକୁ ବଢ଼ିଆ ସେ ଫାଇନ୍ ପେଷ୍ଟ ବନେଇଦେବା। ତ ମସଲା ପେଷ୍ଟ ଆମର ରେଡ଼ି ହୋଇଗଲାଣି। ଏପଟେ ମଧ୍ୟ ଆମର ଯେଉଁ ସୋୟାବିନ୍ କିମା ବନେଇଥିଲେ ସେଇଟା ବି ଭଲସେ ଥଣ୍ଡା ହୋଇଗଲାଣି। ଏବେ ସ୍ପୁନ୍ ସାହାଯ୍ୟରେ ଆମେ ପୋଟଳରେ ୟାକୁ ଷ୍ଟଫିଂ ଦେବା। ଆପଣମାନେ ସ୍ପୁନ୍ ସାହାଯ୍ୟରେ ଦେଇପାରନ୍ତି, ନହେଲେ ହାତ ସାହାଯ୍ୟରେ ଦେଇପାରନ୍ତି। ତ ଏଇଠି ଦେଖିପାରୁଥିବେ ମୁଁ ପୁରା ଭରିକି ଏଥିରେ ପୁର ଦେଉଛି, କାରଣ ପୁରଟା ଦେବା ଦ୍ୱାରା ଆମର ଟେଷ୍ଟଟା ବହୁତ ବଢ଼ିଆ ଆସିଥାଏ। ଆଉ ଏଇଠି ଦେଖନ୍ତୁ ଚାମଚର ବ୍ୟାକ୍ରେ ମୁଁ ୟାକୁ ଭଲ ଭାବରେ ଟିକେ ଭିତରକୁ ପସେଇକି ୟାକୁ ବଢ଼ିଆ ସେ ଷ୍ଟଫିଂ ଫୁଲ୍ କରିନେଇଛି। ସେମ୍ ପ୍ରୋସେସ୍ରେ ଦେଖନ୍ତୁ ମୁଁ ଏଇଠି ହାତରେ ମଧ୍ୟ ଷ୍ଟଫିଂ ଦେଇଦେଉଛି। ଆପଣମାନଙ୍କୁ ଯେଉଁଥିରେ ଇଜି ଲାଗିବ ସେଇଥିରେ
ସେଥିରେ ଦେଇଦେବେ। ଆଉ ଗୋଟେ ଜିନିଷ ଧ୍ୟାନ ରଖିବେ, ଆପଣମାନେ ଯେତେବେଳେ ଷ୍ଟଫିଂ ଦେଉଛନ୍ତି ପୁରା ଫୁଲ୍ କରିକି ମାନେ ପୁରା ତାର ମୁହଁ ଯାଏ ଦେବେନି, କାରଣ ମୁହଁ ଯାଏ ଦେଲେ କ'ଣ ହେବ ନା ଆମକୁ ଏଟାକୁ ଫ୍ରାଏ କରିବାର ଅଛି। ଫ୍ରାଏ କଲାବେଳେ ଏଇ ପୁର ଗୁଡ଼ାକ ବାହାରିବାର ସମ୍ଭାବନା ଥାଏ। ତ ଏଇଠି ଦେଖିପାରୁଥିବେ ହାତରେ ଟିକେ ଟିକେ ମୁଁ ଦାବି ଦେଇଛି, ଯେଉଁଥିରେ କି ପୁରଟା ଟିକେ ଭିତରକୁ ପଶି ଆସିଛି। ଭାଜିଲା ବେଳେ ଯେମିତିକି ପୁରଟା ବାହାରିବନି। ଏବେ ମୁଁ ଫ୍ରାଏ କରିବା ପାଇଁ ଏଇଥିରେ ଦେଇଦେଉଛି 2 ଚାମଚ ସୋରିଷ ତେଲ। ଦେଇସାରିଲା ପରେ ଆମେ ଯେଉଁ ପୋଟଳକୁ ଷ୍ଟଫିଂ ଦେଇକି ବନେଇକି ରଖିଥିଲେ ସେସବୁକୁ ଆମେ ଭାଜିବା। ପୋଟଳ ସବୁକୁ ଦେଇସାରିଲା ପରେ ହାତରେ ଦେଖନ୍ତୁ ଏମିତି ହାଲକା ଟିକେ ଲୁଣ ନେଇକି ଚାରିପଟ ଯାକ ଏମିତି ଟିକେ ଛିଞ୍ଚି ଦେବେ। ଚାମଚରେ ବିଲକୁଲ ଦେବେନି, କାରଣ ଚାମଚରେ ଦେଲେ ହେବ କ'ଣ ହେବ ନା କିଛି ଜାଗାରେ ପଡ଼ିବ, କିଛି ଜାଗାରେ ପଡ଼ିବନି। ସେଥିପାଇଁ ହାତରେ ଟିକେ ଦେଇଦେବେ। ତାପରେ ହଳଦୀ ପାଉଡ଼ର ଟିକେ ଦେଇଦେବା ଏବଂ ଆକୁ କ'ଣ କରିବା ନା ଭଲ ଭାବରେ ଟିକେ ମିଶାଇ ନେବା। ହଳଦୀକୁ ଦେଇସାରିଲା ପରେ ଆମେ ଆକୁ କିଛି ସମୟ ପାଇଁ କଭର୍ କରିନେବା। କଭର୍ କଲେ ପୋଟଳଟା ସିଝିଯିବ ଏବଂ ଭଲସେ ଭାଜି ହେଇଯିବ। ଏଇଠି ମୁଁ ସେମ୍ ପ୍ରୋସେସ୍ରେ 2ରୁ 3 ଥର କରିକି ଘୋଡ଼େଇକି ଆକୁ ଭାଜି ନେଇଛି। ଆଉ ପୋଟଳଟା ଆପଣମାନେ ଦେଖିପାରୁଥିବେ ବଢ଼ିଆ ସେ ଭାଜି ହେଇଗଲାଣି, ଆଉ ଷ୍ଟଫିଂ ବି କିଛି ବି ବାହାରେନି। ତ ପୋଟଳର ଭଜା ତ ରେଡ଼ି ହେଇଗଲାଣି। ଏବେ ଚାଲନ୍ତୁ ଗ୍ରେଭି ବନେଇବା। ଗ୍ରେଭି ପାଇଁ ମୁଁ ଏଠି 3 ଚାମଚ ସୋରିଷ ତେଲ ଦେଇଛି। ଗୋଟେ ବଡ଼ ତେଜପତ୍ରକୁ 2 ଫାଳ କରି ଦେଇଦେଇଛି ଏବଂ ଖଣ୍ଡେ ଡାଲଚିନି ଦେଇଦେଉଛି। ଅଧ ଚାମଚ ଏଠି ଜିରା ଦେଇଦେଉଛି। ଏସବୁ ଭଲ ଭାବରେ ଭାଜି ହେଇସାରିଲା ପରେ ବା ଜିରା ଫୁଟିଗଲା ପରେ ଆମେ ଯେଉଁ ମସଲା ପେଷ୍ଟ ବନେଇକି ରଖିଥିଲେ ସେସବୁକୁ ଆଡ଼୍ କରିବା ଏବଂ ପ୍ରଥମେ କ'ଣ କରିବା ମସଲା ପେଷ୍ଟକୁ ତେଲ ଦେହରେ ଏମିତି ଟିକେ ଗୋଳେଇ ନେବା, ଯାହାଫଳରେ କି ମସଲାଟା ଲାଗିବନି। ଏବେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିକି ଆମେ ସବୁ ମସଲା ପାଉଡ଼ର ପକାଇବା ଏବଂ ମସଲା ପାଉଡ଼ର ଅଛି ଆମର ଲଙ୍କା ପାଉଡ଼ର, ଜିରା ପାଉଡ଼ର, ଧନିଆ ପାଉଡ଼ର, ହଳଦୀ ପାଉଡ଼ର ଏବଂ ସ୍ୱାଦ ଅନୁସାରେ ଲୁଣ। ଏସବୁକୁ ଦେଇକି ଭଲ ଭାବରେ ମିଶାଇ ନେବା। ମିଶାଇ ସାରିଲା ପରେ ଆମେ କ'ଣ କରିବା ନା ୟାକୁ କିଛି ସମୟ ଘୋଡ଼େଇବା ଏବଂ ମସଲାଟାକୁ ଟିକେ କଷିବା ପାଇଁ ଛାଡ଼ିବା। ଏଇଠି ଦେଖିପାରୁଥିବେ ମସଲାଟା ଆମର ବଢ଼ିଆ ସେ ତେଲ ଛାଡ଼ି ଆସିଲାଣି ବା କଷି ହେଇଗଲାଣି। ଏବେ ମସଲାକୁ ଭଲ ଭାବରେ ଆଉ ଥରେ ଟିକେ ମିଶାଇ ନେବା। ମସଲା ମିଶିଗଲା ପରେ ଆମେ ଗୋଟେ ସିକ୍ରେଟ୍ ଜିନିଷ ଆଡ଼୍ କରିବା, ଯେଉଁଟାକି ଆମର ଗ୍ରେଭିଟାକୁ ବହୁତ ହି ବଢ଼ିଆ ଟେଷ୍ଟ କରାଇଥାଏ, ଯେଉଁଟାକି ଆମର ଦହି। ଦହିଟା ଜାଣିଥିବେ ତରକାରୀରେ ପ୍ରାୟ ଟାଇମ୍ କ'ଣ ହୁଏ ନା ଛିଡ଼ିଯାଏ। ଦହିଟା ନ ଛିଡ଼ିବା ପାଇଁ ଏଇଠି ଆପଣମାନଙ୍କୁ ଗୋଟେ ଟିପ୍ସ ଦେଉଛି, ଆପଣମାନେ ସେଥିରେ ଟିକେ ବେସନ ଗୋଳେଇ ଦେବେ। ଆଉ ଏଇଠି ମୁଁ ଅଧ ଚାମଚ ବେସନ ନେଇଛି। ବେସନ ଦେଇସାରିଲା ପରେ ଆକୁ ଭଲ ଭାବରେ ମିକ୍ସ କରିନେବେ। ମିକ୍ସ କରିସାରିଲା ପରେ ମସଲାରେ ଆଡ଼୍ କରିବେ। ଆଉ ଗୋଟେ ଜିନିଷ ଆପଣମାନେ ଚାହିଁଲେ ମସଲାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିବେ, ତାପରେ ଦହି ଆଡ଼୍ କରିବେ। ଆଉ ଏଥିରେ ଦେଖନ୍ତୁ ମୁଁ ଯେଉଁ ବାଉଲରେ ଦହି ଦେଇଥିଲି ସେଥିରେ ଟିକେ ହାଲକା ପାଣି ଦେଇକି ଦେଇଦେଉଛି। ଆଉ ୟାକୁ କ'ଣ କରିବେ ନା ଲଗାତାର ଗୋଳେଇ ଚାଲିବେ। ଦହି ପକାଇ ସାରିଲା ପରେ ମସଲା ସାଙ୍ଗରେ ଆପଣମାନେ ଯେତେ ପାରିବେ ସେତେ ଗୋଳେଇକି ୟାକୁ ମସଲା ସାଙ୍ଗରେ ମିଶାଇବା ପାଇଁ ଟ୍ରାଏ କରିବେ। ଦହି ନ ଛିଡ଼ିବାର ଏଇଟା ମଧ୍ୟ ଗୋଟେ ଟ୍ରିକ୍, ସବୁଗୁଡ଼ାକ ଆପଣମାନେ ମନେ ରଖିବେ। ତ ଏଇଠି ଦେଖନ୍ତୁ ମୁଁ ଆବଶ୍ୟକ ଅନୁସାରେ ଏବେ ପାଣି ଦେଇଦେଉଛି। ଆଉ ପାଣି ଦେଇସାରିଲା ପରେ ସେମ୍ ପ୍ରୋସେସ୍ରେ ଆମେ ଗୋଟେ ଡିରେକ୍ସନରେ ୟାକୁ ଘାଣ୍ଟି ଚାଲିବା ଯେପର୍ଯ୍ୟନ୍ତ ଆମର ଗ୍ରେଭିଟା ନ ଫୁଟି ଆସିଛି। ତ ଏଇଠି ଦେଖନ୍ତୁ ଗ୍ରେଭି ଫୁଟିଗଲାଣି, ତା'ମାନେ ଆମର ଆଉ ଦହି ଛିଡ଼ିବାର କୌଣସି ପ୍ରକାର ଚାନ୍ସ ନାହିଁ। ତାପରେ ମୁଁ ଏଥିରେ ଦେଇଦେଉଛି 1 ଚାମଚ ଗରମ ମସଲା। ଗରମ ମସଲାକୁ ଆପଣମାନେ ପଛରେ ପକାଇ ପାରିବେ, କିନ୍ତୁ ମୁଁ ଏଠି ଟିକେ ଆଗରେ ପକାଇ ନେଇଛି, କାରଣ ଆମର ଟିକେ ଗୋଳେଇବା ପାଇଁ ଆମକୁ ଟିକେ ପ୍ରୋବ୍ଲେମ୍ ହେବ। ତ ସେଥିପାଇଁ ମୁଁ ଏଠି ଆଗରେ ଗରମ ମସଲା ଦେଇକି ପରେ ଆମର ପୋଟଳ ଯେଉଁ ଭାଜି ରଖିଥିଲେ ସେସବୁକୁ ଦେଇସାରିଲା ପରେ ସ୍ପୁନ୍ ସାହାଯ୍ୟରେ ଏଇ ଗ୍ରେଭିଟିକୁ ପୋଟଳ ଉପରେ ଟିକେ ଟିକେ ଦେଇଦେଉଛି। ଏବେ ଆମେ ଆକୁ ଘୋଡ଼େଇ ନେବା ଏବଂ 5ରୁ 6 ମିନିଟ୍ ଫୁଟିବା ପାଇଁ ଛାଡ଼ିବା। ଏବେ 5ରୁ 6 ମିନିଟ୍ ହେଇଗଲାଣି। ତ ଏଇଠି ଦେଖନ୍ତୁ ଆମର ଗ୍ରେଭିଟି ବଢ଼ିଆ ସେ ଫୁଟିଗଲାଣି, ଆଉ ଯାହା ବି ଗ୍ରେଭି ରହିଛି ଆମର ପୋଟଳ ସାଙ୍ଗରେ ଭଲସେ ମିଶିଗଲାଣି। ଏଇଠି ଦେଖିପାରୁଥିବେ ସବୁ ପୋଟଳ ଗୁଡ଼ାକ କେମିତି ଭଲ ଭାବରେ ଗୋଟା ଗୋଟା ହେଇ ରହିଛି ଏବଂ ତା'ର ମସଲା ମଧ୍ୟ ବାହାରିନି। ଏବେ ଲାଷ୍ଟ ପ୍ରୋସେସ୍ ହେଉଛି ଏଥିରେ ମୁଁ କିଛି କସ୍ତୁରୀ ମେଥି ଛିଞ୍ଚି ନେଇଛି। ଆଜିର ଏହି ରେସିପିରେ ମୁଁ ଦହି ୟୁଜ୍ କରିଛି। ଆପଣମାନଙ୍କ ପାଖରେ ଯଦି ଦହି ନାହିଁ ତାହେଲେ ଆପଣମାନେ ୟା ଜାଗାରେ କାଜୁ ପେଷ୍ଟ ମଧ୍ୟ ପକାଇ ପାରିବେ। ୟାକୁ ଦେଖି ଆପଣମାନେ ଭାବୁଥିବେ ଆଜିର ଏହି ପୋଟଳ ରେସିପିରେ ମୁଁ ପୋଟଳ ରସ କ'ଣ ପାଇଁ ପକାଇଲିନି, କାରଣ ଆପଣମାନଙ୍କୁ ଆଗରୁ ଏମିତି ପୋଟଳ ରସ ଏବଂ ଆଳୁ ପୁର ଦିଆ ବହୁତ ପ୍ରକାର ରେସିପି ଆପଣମାନେ ଦେଖିପାରୁଥିବେ ବା ନିଜେ କରିଥିବେ, କିନ୍ତୁ ଆଜି ମୁଁ ଡିଫରେଣ୍ଟ କିଛି ବନେଇବା ପାଇଁ ଟ୍ରାଏ କରିଛି। ଆଉ ଏହି ପୋଟଳ ରସକୁ ବିଲକୁଲ ବି ମୁଁ ୱେଷ୍ଟ କରିନି। କ'ଣ ରେସିପି ବନେଇଛି ଆପଣମାନଙ୍କୁ ମୁଁ ନେକ୍ସଟ ଭିଡ଼ିଓରେ ସେୟାର କରିବି। ତେବେ ଆଜିର ଏହି ପୋଟଳ ଏବଂ ସୋୟାବିନ୍ ରେସିପି ଆପଣମାନଙ୍କୁ ଟିକେ ୟୁନିକ୍ ଲାଗୁଥିବ ବୋଲି ଭାବୁଛି। ଆଉ ଏହି ରେସିପିକୁ ଆପଣମାନେ ଭାତ, ରୁଟି, ପରଟା ସାଙ୍ଗରେ ଖାଇବେ, ବହୁତ ବଢ଼ିଆ ଟେଷ୍ଟ ଲାଗିବ। ଯେମିତି କହିଥିଲି ଛତୁ ପନିର ଠାରୁ ବି ବହୁତ ବଢ଼ିଆ ଟେଷ୍ଟ ଲାଗିବ ଏହି ରେସିପି। ତେବେ ଆଜିର ରେସିପି ଆପଣମାନଙ୍କୁ କେମିତି କ'ଣ ଲାଗିଲା ନିଶ୍ଚିନ୍ତ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଯଦି ଭଲ ଲାଗିଛି ଲାଇକ୍ କରିବେ ଏବଂ ଚ୍ୟାନେଲରେ ଯଦି କେହି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି ନମସ୍କାର।